ପିଲେମାନେ ଇତିହାସ ପ୍ରବନ୍ଧର ତୃତୀୟ ପର୍ବରୁ ତମ ସମସ୍ତ ଯୁକ୍ତ 2 ଦ୍ୱିତୀୟ ବର୍ଷର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ। ପିଲେ ଆଜି ଆମେ ଇତିହାସ ଲିଖନ ଶୈଳୀ ଉପରେ ଆଲୋଚନା କରିବା। ଲିଖନ ଶୈଳୀ ପାଠଟିକୁ ସରଳ ପ୍ରାଞ୍ଜଳ ଭାବରେ ବୁଝିବା। ଶେଷ ଯାଏ ନିଶ୍ଚୟ ଦେଖିବ ଆଉ ସମସ୍ତଙ୍କ ସାଙ୍ଗେ ଟିକେ ସେୟାର କରିଦେବ ଆଉ ଚ୍ୟାନେଲଟି ସବସ୍କ୍ରାଇବ ମଧ୍ୟ କରିଦେବ। ଦେଖ ପିଲେ, ପ୍ରାବନ୍ଧିକ କହୁଛନ୍ତି, ସ୍କ୍ରିନକୁ ଦେଖ, ପ୍ରଥମାବସ୍ଥାରେ ଇତିହାସ ବୋଲି ଗୋଟିଏ ବସ୍ତୁର ଅସ୍ତିତ୍ୱ ନଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମେ କହୁଛନ୍ତି ପ୍ରାବନ୍ଧିକ କହୁଛନ୍ତି ଇତିହାସ ବୋଲି ଗୋଟିଏ ବସ୍ତୁ ନଥିଲା। କାହିଁକି ନଥିଲା? କାରଣ ଏକା ଯେ ଭାରତବାସୀ ମାନେ ପ୍ରାଚୀନ କାଳରେ ଇତିହାସ ଲେଖିବାକୁ ଶିକ୍ଷା କରିନଥିଲେ ତାହା ନୁହେଁ। କହୁଛନ୍ତି ଭାରତବାସୀ ମାନେ ପ୍ରାଚୀନ କାଳରେ ଇତିହାସ ଲେଖିବାକୁ ଶିକ୍ଷା କରିନଥିଲେ, ତେଣୁ ପ୍ରଥମାବସ୍ଥାରେ ଇତିହାସ ବୋଲି ଗୋଟିଏ ବସ୍ତୁର ଅସ୍ତିତ୍ୱ ନଥିଲା। ଆମେ ବେଶୀ ସିନା ପଢୁଛେ ହରପ୍ପା ମହିଷଦାର, କେବେ ପଢୁଛେ? ଯେବେ 1921ରେ ହରପ୍ପା, 1922ରେ ମହିଷଦାରର ଆବିଷ୍କାର ହେଲା ପରେ ଆମେ ଜାଣିଛେ ଯେ ଭାରତରେ ଏଇ ଯେଉଁ ସଭ୍ୟତା ସବୁ ଥିଲା, ତା ପୂର୍ବରୁ କଣ ସମସ୍ତ ଗୁରୁକୁଳ ଯାଉଥିଲେ, ଗୁରୁକୁଳରେ ଯାଇ ପାଠ ସବୁ ପଢା ହେଉଥିଲା ପିଲାଙ୍କୁ, ଏ କଥା ପଢା ହେଉନଥିଲା, ବୁଝିଲା? ସେଇଥିପାଇଁ ପ୍ରାବନ୍ଧିକ କହୁଛନ୍ତି ଯେ ପ୍ରଥମାବସ୍ଥାରେ ଇତିହାସ ବୋଲି ଗୋଟିଏ ବସ୍ତୁ ନଥିଲା ଏବଂ ଭାରତର ବାସୀମାନେ ପ୍ରାଚୀନ କାଳର ଇତିହାସ ଲେଖିବାକୁ ଶିକ୍ଷା କରିନଥିଲେ। କେମିତି ଇତିହାସ ଲେଖାଯାଏ? କାରଣ ଆମେ ସେମିତି ଜାଣିଛେ ପିଲେ, ଇତିହାସ ଲେଖିବାକୁ ହେଲେ କେମିତିର ଉପାଦାନ ଦରକାର? ତମେମାନେ ଭୌତିକ ଅବସ୍ଥିତ ମୁଦ୍ରା, ପ୍ରାଚୀନ କୀର୍ତ୍ତି ମନ୍ଦିର ଏଇସବୁ ଦେଖିକି ଇତିହାସ ଲେଖାଯାଏ, ସାହିତ୍ୟ ଦେଖିକି ଇତିହାସ ଲେଖାଯାଏ। ତେଣୁ ପ୍ରାଚୀନ କାଳରେ ଭାରତବାସୀ ମାନେ ଏକଥା ଶିଖିନଥିଲେ କେମିତି ଇତିହାସ ଲେଖାଯାଏ। ତେଣୁ ଆମର ଇତିହାସ ବୋଲି ଗୋଟେ ବସ୍ତୁ ନଥିଲା ବୋଲି ପ୍ରାବନ୍ଧିକ କହୁଛନ୍ତି। ଖାଲି କହୁଛନ୍ତି ଯେ ଭାରତବାସୀ ମାନେ ଲେଖିନଥିଲେ, ଭାବିନଥିଲେ କୌଣସି ଜାତିର ପୂର୍ବପୁରୁଷ ମାନେ ଏ ଅପବାଦରୁ ସମ୍ପୂର୍ଣ୍ଣ ମୁକ୍ତି ଲାଭ କରିପାରିଲେ ନାହିଁ। ତେଣୁ ପ୍ରାବନ୍ଧିକ କହୁଛନ୍ତି ଯଦି ଆମେ ଭାବି ଦେଖିବା ଯେ କୌଣସି ଜାତିର ପୂର୍ବପୁରୁଷ କଣ ଖାଲି ଭାରତବାସୀ ମାନେ? ନା, କୌଣସି ଜାତିର ପୂର୍ବପୁରୁଷ ମାନେ ଏ ଅପବାଦରୁ ସମ୍ପୂର୍ଣ୍ଣ ମୁକ୍ତି ଲାଭ କରିପାରିବେ ନାହିଁ। କେଉଁ ଅପବାଦରୁ? ଯେ ପ୍ରାଚୀନ ଇତିହାସ ଯେଉଁ ଜାଣିନଥିଲେ, ଏଇ ଯୋଉ ଅପବାଦରୁ ଅନ୍ୟମାନେ ମଧ୍ୟ ମୁକ୍ତି ଲାଭ କରିପାରିବେନି। ଏଠି କହିବାର କଥା ହଉଛି ଯେ ଭାରତବାସୀ ମାନେ ପ୍ରାଚୀନ ଇତିହାସ ଲେଖି ଜାଣିନଥିଲେ, ସେଇ ଅନୁସାରେ ଅନ୍ୟ ଜାତିର ଲୋକମାନେ ମଧ୍ୟ ସେମାନଙ୍କର ପ୍ରାଚୀନ ଜୀବନ ଲେଖି ପାରିନଥିଲେ। ଦେନ୍ କଣ କହୁଛନ୍ତି? ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସ କେବଳ କେତେ ଗୁଡିଏ କ୍ଷମତାଶାଳୀ ବୀର ପୁରୁଷଙ୍କର କଳ୍ପନା ମିଶ୍ରିତ ବିବରଣ ଛଡା ଆଉ କିଛି ନୁହେଁ। ଏବେ ସିନା ଆମେ ମହିଷଦାର ସଭ୍ୟତା, ହରପ୍ପା ସଭ୍ୟତା ଆମେ ଦେଖୁଛେ, ଗୁପ୍ତ ଯୁଗ ଦେଖୁଛେ ବା ମୌର୍ଯ୍ୟ ଶାସନ ଦେଖୁଛେ ଏବଂ ମୋଗଲ ଶାସନ ଦେଖୁଛେ, ଇଂରେଜ ଶାସନ ଦେଖୁଛେ ଏବଂ ଏବେ ଏସବୁଗୁଡା ଆମେ ଜାଣିପାରୁଛେ। પરંતુ ପୂର୍ବରେ ଯେଉଁ ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସ, ପୂର୍ବ ସମୟରେ ଗୁରୁକୁଳ ଯେତେବେଳେ ଯାଉଥିଲେ ପିଲାମାନେ, ତାଙ୍କେ କଣ ପଢା ହଉଥିଲା? ରାମାୟଣ ପଢା ହଉଥିଲା, ମହାଭାରତ ପଢା ହଉଥିଲା ଏବଂ ସେଥିରେ କଣ ପଢା ହଉଥିଲା? କେତେ ଗୁଡିଏ କ୍ଷମତାଶାଳୀ ବୀର ପୁରୁଷଙ୍କର କଳ୍ପନା ମିଶ୍ରିତ ବିବରଣୀ ଥିଲା। ତାହେଲେ ଏଇ ପ୍ରାବନ୍ଧିକ ବଢିଆ କଥା କହୁଛନ୍ତି, ବୁଝିପାରିଲା? ଏଇଠି ପ୍ରାବନ୍ଧିକ କହୁଛନ୍ତି ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସରେ କଣ ଥିଲା? ନା କେବଳ କେତେ ଗୁଡିଏ କ୍ଷମତାଶାଳୀ ବୀର ପୁରୁଷ ମାନଙ୍କର କଳ୍ପନା ମିଶ୍ରିତ ବିବରଣ ଥିଲା। ଯେ କଳ୍ପନା ମିଶ୍ରିତ, ଗୋଟିଏ ସର ମାରିଦେଲେ ଯେ ହଜାର ହଜାର ସର ବାହାରୁଥିଲା। ପିଇ ଦଉଥିଲେ ଆଙ୍ଗୁଳି, ମାନେ ଆଞ୍ଜୁଳାରେ ସମୁଦ୍ର ପାଣିକୁ ପିଇ ଦେଉଥିଲେ। ପଥର ପକାଇକି ପୁରା ସମୁଦ୍ରଟାକୁ କଣ କରୁଥିଲେ? ଭର୍ତ୍ତି ଦେଉଥିଲେ। ଏଇଭଳି ଭାବରେ ଥିଲା ନା ନାଇଁ? ତାହେଲେ ଏଇ ଯୋଉ ପ୍ରାଚୀନ ଇତିହାସ, ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସରେ କଣ ଥାଏ? ପ୍ରାବନ୍ଧିକ କହୁଛନ୍ତି କେତେ ଗୁଡିଏ କ୍ଷମତାଶାଳୀ ବୀର ପୁରୁଷଙ୍କର କଳ୍ପନା ମିଶ୍ରିତ ବିବରଣୀ ସବୁ ଥାଏ, ବୁଝିଲା? ଆମର କିଛିଟା ସତ୍ୟ ଥାଏ ଏବଂ ତା ସହିତ କିଛିଟା ଯୋଡି ହେଇକି ଆଉ ଅଧିକଟା ବଢାଇଥାଉ। ସେଇଟାକୁ ପ୍ରାବନ୍ଧିକ କହୁଛନ୍ତି କିଛି କଳ୍ପନା ମିଶ୍ରିତ ବିବରଣୀ ଥାଏ।
ସେଇ ବୀର ମାନବ। ଦେଖ କହିଲେ ଆମର ଯୋଉ ପ୍ରାଚୀନ ଇତିହାସରେ ଯୋଉ କ୍ଷମତାଶାଳୀ ବୀର ପୁରୁଷଙ୍କର କଥା ଥାଏ, ସେଇ ବୀର ମାନେ ଦେବତା ବା ଦେବ ଅଂଶରେ ଜାତ। ହୁଁ ଦେବତା ଦେବ ଅଂଶରେ ଜାତ, ବୁଝିଲା ପିଲେ। ଆମେ ମହାଭାରତ ପଢୁଛେ, ମହାଭାରତ ଦେଖୁଛେ ପଞ୍ଚୁ ପାଣ୍ଡବଙ୍କୁ, ପାଞ୍ଚ ବୀରଙ୍କୁ ଦେଖୁଛେ, ସେଇ ବୀର ମାନଙ୍କୁ କୁହାଯାଏ ଯେ ସେମାନେ ଦେବତା, ଦେବ ଅଂଶରେ ଜାତ। ଏଇଭଳି ଭାବରେ କେବଳ ମହାଭାରତ ପାଇଁ ନୁହେଁ, ଅନ୍ୟ କଥା ଯଦି ଆମେ ଦେଖିବା ବେଲେ ଯୋଉ ପ୍ରାଚୀନ ଇତିହାସକୁ ଦେଖିବା, ସେଇ ଇତିହାସରେ ଯୋଉ କ୍ଷମତାଶାଳୀ ବୀର ପୁରୁଷ ମାନଙ୍କର କଥା କୁହାଯାଇଛି, ସେଇ ବୀର ପୁରୁଷ ମାନଙ୍କୁ କଣ କୁହାଯାଇଛି? ସେମାନେ ଦେବତା, ଦେବ ଅଂଶରେ ଜାତ, ଏବଂ ସେମାନଙ୍କର କାର୍ଯ୍ୟକଳାପ ମଧ୍ୟ ଅଲୌକିକ। ସେମାନେ ଯେଉଁ ଯେଉଁ କାମ କରନ୍ତି, ପାଟିରୁ ନିଆଁ ବାହାର କରିଦିଅନ୍ତି, ଆଖି ଧୂଆଁ ବାହାର କରିଦିଅନ୍ତି, ଏଇଭଳି ଭାବରେ, ବୁଝିପାରୁଛନ୍ତି? ତେଣୁ ସେମାନଙ୍କର କାର୍ଯ୍ୟକଳାପ ମଧ୍ୟ ଅଲୌକିକ ଭାବରେ ବର୍ଣ୍ଣନା କରାଯାଇଥାଏ, ବୁଝିଲା। ତେଣୁ ଯେତେ ତେବେ ଏହା ଅବଶ୍ୟ ସ୍ୱୀକାର କରି ହବ ଯେ ଆମ୍ଭମାନଙ୍କ ଦେଶରେ କଳ୍ପନାର ମାତ୍ର ଅତ୍ୟନ୍ତ ଅଧିକ। ତାହେଲେ ଆମ ଦେଶରେ ଯେଉଁ ପ୍ରାଚୀନ ଇତିହାସ ଲେଖାଯାଇଛି, ସେଥିରେ କଳ୍ପନାଟାକୁ ବେଶୀ ମାନେ ପୁରାଇ ଦିଆଯାଇଛି। ନାଇଁ ସେ ତେଣୁ ସେ ଯୋଉ କହୁଛନ୍ତି ସ୍ୱୀକାର କରିବାକୁ ହବ, ଆମକୁ ମାନିବାକୁ ହବ ଯେ ଆମ ମାନଙ୍କର ଦେଶରେ, ଆମ ଦେଶରେ କଳ୍ପନାର ମାତ୍ରା ଅଧିକ। ଆମ ଦେଶରେ ଆମେ କଳ୍ପନା କରିକି ମଣିଷର ଡେଣା ବାହାରିଲା, ସେ ଉଡି ଉଡି ପଳାଇବ, ସରବ କଥା କହିବ, ସିଂହ କଥା କହିବ, ଏଇଭଳି ଭାବରେ ଆମର ଯେଉଁ ପ୍ରାଚୀନ ଇତିହାସରେ। ତେଣୁ ଆମ ଦେଶରେ ଯେହେତୁ କଳ୍ପନାର ମାତ୍ରା ଅଧିକ, ସେଇ କଳ୍ପନାର ରାଶି ଭେଦ କରି ପ୍ରକୃତ ତଥ୍ୟ ଲାଭ କରିବା ସାଧାରଣ ମନୁଷ୍ୟର କାର୍ଯ୍ୟ ନୁହେଁ। ତେଣୁ ଯେହେତୁ କି ଆମ ଦେଶରେ କଳ୍ପନା କରିକି ଆମେ ବହୁତ ପୁରୁଣା ପ୍ରାଚୀନ ଇତିହାସ କଥା ଆମେ କହିଦେଉଛେ, ଯୋଉ ବୀର ପୁରୁଷଙ୍କର କଥା କହିଦେଉଛେ, ଅଲୌକିକ ଶକ୍ତି ସମ୍ପୂର୍ଣ୍ଣ ଯୋଉମାନେ ଦେବତାଙ୍କର ଅଂଶଜାତ, ଏଇଭଳି ଭାବରେ ଆମେ କଣ କହୁଛେ? પરંતુ ସେଇଭଳି କଳ୍ପନା ରାଶିକୁ ଭେଦ କରି କିଛିଟା ସତ୍ୟ ଅଛି, ତା ଭିତରେ ଆମେ ସମସ୍ତେ ମାନିବା କିଛିଟା ସତ୍ୟ ଅଛି, ଯାହା ହେଲେ ବି। ନହେଲେ କଥା କେମିତି ଆସନ୍ତା? କିଛିଟା ସତ୍ୟ ଅଛି, પરંતુ ସେଇ କଳ୍ପନା ରାଶିକୁ ଭେଦ କରି ପ୍ରକୃତ ତଥ୍ୟ ଲାଭ କରିବା ସାଧାରଣ ମନୁଷ୍ୟର କାର୍ଯ୍ୟ ନୁହେଁ। ତେଣୁ ଗୋଟେ ସାଧାରଣ ମଣିଷ ଏଇ କଳ୍ପନା ଗୁଡିକୁ କାଢି ଦେଇ ପ୍ରକୃତି ତଥ୍ୟ କଣ ଥିଲା ପୂର୍ବ ସମୟରେ, ରାମାୟଣ ସମୟରେ, ମହାଭାରତ ସମୟରେ ପ୍ରକୃତ ତଥ୍ୟ କଣ ଥିଲା? ରାବଣର ପୁଷ୍ପକ ଥିଲା ନା ନୁହେଁ? ପ୍ରକୃତ ତଥ୍ୟ କଣ ଥିଲା? ତାହା ଲାଭ କରିବା ସାଧାରଣ ମଣିଷର କାମ ନୁହେଁ। ସାଧାରଣ ମଣିଷ ସେ କାମ କଥା କହିପାରିବେନି, ବୁଝିପାରିଲେ? ତେଣୁ କାହିଁକି କରିପାରିବେନି? ଦେଖିଲେ କହୁଛନ୍ତି ବାବନ୍ଦିକ, ହିନ୍ଦୁ ଜାତ ହିନ୍ଦୁ ଜାତି ଚିରକାଳ କଳ୍ପନା ପ୍ରିୟତା ନିର୍ମିତ ଖ୍ୟାତ। ସେମାନେ ବେଶୀ ଟିକେ କଳ୍ପନା କରନ୍ତି, ବେଶୀ ଭାବନ୍ତିନି। କଣ କରନ୍ତି? ଇତିହାସ, ପ୍ରାଚୀନ ଇତିହାସ ପୁରୁଣା ସମୟରେ କଥା କହିଦିଅନ୍ତି, ନା ନାଇଁ? ତେଣୁ ସକଳ ସମୟରେ ସେମାନେ କଳ୍ପନାର ଚରମ ସୀମାରେ ଉପସ୍ଥିତ ହୋଇ ଛାଡ଼ିନାହାନ୍ତି। ତେଣୁ ଆମ ହିନ୍ଦୁ ମାନବ ଗୋଟେ ଗୁଣ କଥା କହୁଛନ୍ତି, ପ୍ରାବନ୍ଧିକ କହୁଛନ୍ତି ଯେ ଆମ ହିନ୍ଦୁ ଜାତି ମାନେ ବା ଆମ ହିନ୍ଦୁ ମାନେ ଚିରକାଳ ସବୁଦିନ ପାଇଁ କଳ୍ପନା ପ୍ରିୟତା। ଏବଂ ଦେଖ ବିଲେ ଆମର ଯୋଉ କଳ୍ପନା ପ୍ରିୟତା, ଆମେ ଯଦି କହିବା ଆମର ଏଇଟା ପ୍ଲସ୍ ପଏଣ୍ଟ, ତମେ ମାନେ କଳ୍ପନା ପ୍ରିୟତା ଦରକାର, ତମେ ମାନଙ୍କ ପାଖରେ ଇମାଜିନେସନ ପାୱାର ଥିବା ଦରକାର। ଗୋଟେ ଜିନିଷକୁ କଳ୍ପନା କଲେ ତାର ସୃଷ୍ଟି ହେବନି ଯେ, ଜାଣିଛ ନା ନାଇଁ? ତେଣୁ ଏଇଟା ମଧ୍ୟ କହିଛନ୍ତି ଯେ ନେଗେଟିଭ ପଏଣ୍ଟ କଣ ନା, ଭାରତର ସେ କହୁଛନ୍ତି ହିନ୍ଦୁ ମାନେ ସକଳ ବିଷୟରେ କଳ୍ପନାର ଚରମ ସୀମା ଉପସ୍ଥିତ ନ ହୋଇ ଛାଡି ନାହାନ୍ତି, ବୁଝିଲା। ତେଣୁ ହିନ୍ଦୁ ମାନେ ସବୁ ବିଷୟରେ, ସକଳ ବିଷୟରେ ମାନେ କଳ୍ପନାର ଚରମ ସୀମାରେ ପହଞ୍ଚିଛନ୍ତି, ସବୁ ବିଷୟରେ। ଆମେ ସିନା ଏବେ ଦେଖୁଛେ ଏରୋପ୍ଲେନ, પરંતુ ପୂର୍ବରୁ ଆମର ଯୋଉ ଇତିହାସରେ ପୁଷ୍ପକବି ମାନଙ୍କ କଥା କୁହାଯାଏ, ବା ଏମିତି ଥିଲା ଗୋଟେ ଯାନବାହନ ଯେଉଁମାନେ ଆକାଶରେ ଉଡୁଥିଲେ। ଏବେ ସିନା ଆମେ ଉଡାଜାହାଜ ଦେଖୁଛେ, ଏବେ ସିନା ଟିଭି ଦେଖୁଛେ, କିନ୍ତୁ ସେ ସମୟରେ ଯୋଉ ସଞ୍ଜ ମହାଭାରତ ସମୟରେ ତାଙ୍କେ ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇଥିଲା। ମାନେ ସେ ଦେଖି ପାରୁଥିଲେ, ଦୂତ ରାଷ୍ଟ୍ରକୁ କହୁଥିଲେ, ମାନେ ଲାଇଭ ଟେଲିକାଷ୍ଟ ହେଉଛି ସବୁ ଯୁଦ୍ଧ କ୍ଷେତ୍ରରେ, ବୁଝିଲା। ଏଇଭଳି ଭାବରେ ସେ କହୁଛନ୍ତି ଯେ ହିନ୍ଦୁ ମାନେ ସକଳ ବିଷୟରେ କଳ୍ପନାର ଚରମ ସୀମାରେ ଉପସ୍ଥିତ ହୋଇଅଛନ୍ତି।
ଦେନ୍ ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଠିକ ଅଛି। ତାହେଲେ ଆଜି ପାଇଁ ବାସ୍ ଏତିକି।